ଜୟ ଜଗନ୍ନାଥ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଯାହାର ନାଁ ହେଉଛି ପାଠକଥା। ଆଜି ଆମେ 2024 ଭାରତରେ ଆର୍ଆଇ, ଅମିନ୍, ICDS, ଫରେଷ୍ଟର ଆଉ ଓଡ଼ିଶା ପୋଲିସ କନେଷ୍ଟବଳ ଯାହା ଅଛି ତା ଉପରେ ଆମେ ଦେଖିବା ଓଡ଼ିଆ ଗ୍ରାମାରର ବିଷୟ କ'ଣ ପ୍ରତିଶବ୍ଦ। ଏଇଟା ପାର୍ଟ 2 ପାର୍ଟ 1 ଆପଣ ଦେଖିନାହାନ୍ତି, ଆପଣ ପାର୍ଟ 2 ଦେଖିବାକୁ ସେଟା ଦେଖିନିଅନ୍ତୁ ସେଟା। ଆଉ ଏଇଟା ପାର୍ଟ 2ର ଦୁଇଟା ଯାକ ନୋଟ୍ କରନ୍ତୁ, ଆରି ଭିତରେ ସମସ୍ତ ପ୍ରଶ୍ନ ଆସିବ। ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରତିଶବ୍ଦ। ଆଉ ପର ବିଷୟ ଆସିବ ବିପରୀତ ଶବ୍ଦ। ପ୍ରତିଶବ୍ଦର ପ୍ରଥମ ପାଦର ପ୍ରତିଶବ୍ଦ ହେଉଛି ଗଡ଼, ଚରଣ, ପୟର। ପୋଖରୀର ପ୍ରତିଶବ୍ଦ ହେଉଛି କାସାର, ତଡ଼ାଙ୍ଗ ଆଉ ପୁଷ୍ପର, ଯେଟା ଯଦି ଫୁଲ ତାର ଫୁଟେ ତାହେଲେ ତାକୁ ପୁଷ୍ପର କୁହାଯାଏ। ତାପରେ ପୁଷ୍କରିଣୀ, ସରସୀ, ସରୋବର। ଆଉ ପୃଥିବୀର ପ୍ରତିଶବ୍ଦ ହେଉଛି ଅବନୀ, ଧରଣୀ, ଧରା, ଧରିତ୍ରୀ, ବସୁଧା, ବସୁନ୍ଧରା, ମହୀ, ବିଶ୍ୱମ୍ଭରା, ମେଦିନୀ, କ୍ଷମା କ'ଣ କୁହାଯାଏ? କାରଣ ପୃଥିବୀ ଉପରେ ଆମେ ଆମ କ'ଣ ମାଟି ଉପରେ ଆମେ ହଳ କରୁ, ସବୁ କଷ୍ଟ ଆମେ ମାଟି ଉପରେ ଦେଇଥାଉ, ତେଣୁ ତାକୁ କ୍ଷମା ମଧ୍ୟ କୁହାଯାଏ ପୃଥିବୀକୁ। ତାପରେ ସୁରଭି, ବସୁମତୀ ଆଉ କ୍ଷିତି, ରସା। ଫୁଲର ପ୍ରତିଶବ୍ଦ ହେଉଛି କୁସୁମ, ପ୍ରସୂନ ଆଉ ପୁଷ୍ପ ଆଉ ସୁମନ। ବଗିଚାର ପ୍ରତିଶବ୍ଦ ହେଉଛି ଉଦ୍ୟାନ, ଉପବନ, ତୋଟା। ବନର ପ୍ରତିଶବ୍ଦ ହେଉଛି ଅଟବୀ, ଅରଣ୍ୟ, କାନନ, ବିପିନ। ବରଫର ପ୍ରତିଶବ୍ଦ ହେଉଛି ତୁହିନ, ତୁଷାର, ନୀହାର ଆଉ ହିମ। ହିମରୁ ଆମେ ହିମାଳୟ ଆସିଛି, ବରଫଛନ୍ନ ପାହାଡ଼। ତାପରେ ବହିର ପ୍ରତିଶବ୍ଦ ହେଉଛି ଗ୍ରନ୍ଥ, ପୁସ୍ତକ, ପୁସ୍ତିକା ଆଉ ପୋଥ। ବୃଦ୍ଧ ବା ବୁଢ଼ାର ପ୍ରତିଶବ୍ଦ ହେଉଛି ଅର୍ଥବ, ପୌଢ଼, ବାର୍ଦ୍ଧିକ, ବୃଦ୍ଧ ବି ଦେଇଛି ଆଉ ସ୍ଥବିର। ନେକ୍ସଟ ବେଶ୍ୟାର ତାର ପ୍ରତିଶବ୍ଦ ହେଉଛି କୁଳଟା, ଗଣିକା, ବାରନାରୀ, ବାରବଧୂ ଆଉ ରୂପଜୀବୀ, ଯେହେତୁ ସଜବାଜ ହୁଅନ୍ତି, ରୂପଜୀବୀ ଆଉ ଶୈରିଣୀ। ଭୃତ୍ୟ ମାନେ ଚାକର ଯାହା କୁହାଯାଏ, ଭୃତ୍ୟ। ଚାକରର ପ୍ରତିଶବ୍ଦ ହେଉଛି କିଙ୍କର, ଚାକର, ଦାସ, ନୌକର ଆଉ ବଲ୍କରା। ମନ୍ଦିରର ପ୍ରତିଶବ୍ଦ ହେଉଛି ଗୁଡ଼ି, ଦେଉଳ, ଦେବସ୍ଥାନ, ଦେବାଳୟ। ମୟୂର ପ୍ରତିଶବ୍ଦ ବହୁତ ଆସେ, ମୟୂରଟା ବହୁତ ଇମ୍ପୋର୍ଟାଣ୍ଟ, ଏଇଟା ପରୀକ୍ଷାରେ ବହୁତ ଆସେ, ତେଣୁ ଏଇଟାକୁ ନିହାତି ଦେଖିବେ। ମୟୂର, କଳାପି, କେକି, ବହି, ଶିଖା। ମେଘର ପ୍ରତିଶବ୍ଦ ହେଉଛି କାଦମ୍ବିନୀ, ଘନ, ଜଳଦ, ଜିମୁତ, ନିରୋଧ, ପୟଦ। ଅଛି ତ ନିରୋଧ, ପୟଦ, ବଳାହକ, ବାରିଦ। ସବୁର ଆସୁଛି ଲାଷ୍ଟ ଅକ୍ଷର ମେଘର। ତାପରେ ବାରିବାହ ଆଉ ଇରମତ। ଋଷିର ପ୍ରତିଶବ୍ଦ ହେଉଛି ତପସ୍ୱୀ, ମୁନି, ସନ୍ନ୍ୟାସୀ। ଯଶର ପ୍ରତିଶବ୍ଦ ହେଉଛି କୀର୍ତ୍ତି, ଖ୍ୟାତି, ସୁଖ୍ୟାତି ଏବଂ ସୁନାମ। ରକ୍ତର ପ୍ରତିଶବ୍ଦ ହେଉଛି ରୁଦ୍ର, ଲହୁ, ଶୋଣିତ। ରାତିର ପ୍ରତିଶବ୍ଦ ହେଉଛି ନିଶା, ନିଶିଥୁନି, ଯାମିନୀ, ରଜନୀ ଓ ଶର୍ବରୀ। ଆଉ ମା ଲକ୍ଷ୍ମୀଙ୍କର ପ୍ରତିଶବ୍ଦ ହେଉଛି ପଦ୍ମାଳୟା, କମଳା, ଲୋକମାତା, ରମା, ମା। ଆହୁରି ପଦ୍ମାବତୀ ମଧ୍ୟ କୁହାଯାଏ, ବହୁତ ଅଛି, ଇମ୍ପୋର୍ଟାଣ୍ଟ ଅଛି। ଶବର ପ୍ରତିଶବ୍ଦ ହେଉଛି ମଡ଼ା, ମଡ଼, ମୁର୍ଦାର, ମୃତକ ଓ ଲାଶ। ତାପରେ ଶରର ପ୍ରତିଶବ୍ଦ ହେଉଛି ତୀର, ନାରାଚ, ବାଣ, ବିଶିଖ ଆଉ ସାୟକ। ଶରୀରର ପ୍ରତିଶବ୍ଦ ହେଉଛି କଳେବର ଆମର ଶରୀରର ପ୍ରତିଶବ୍ଦ, ଆଉ କାୟା, ଗୋତ୍ର ଆଉ ତନୁ, ଦେହ, ବିଗ୍ରହ। ସନ୍ଧ୍ୟାର ପ୍ରତିଶବ୍ଦ ହେଉଛି ଗୋଧୂଳି, ଯେହେତୁ ମାନେ କ'ଣ ଗୋରୁଙ୍କର ସନ୍ଧ୍ୟାବେଳେ ମାନେ ଘରକୁ ଫେରିଲା ବେଳେ ତାଙ୍କ ଧୂଳି ରାସ୍ତାରେ ଉଡ଼େ, ତେଣୁ ତାକୁ ସନ୍ଧ୍ୟାକୁ କ'ଣ କୁହାଯାଏ ନା ଗୋଧୂଳି। ଦିନାନ୍ତ, ନିଶିମୁଖ, ସଞ୍ଜ, ସାୟାହ୍ନ ଆଉ ସାୟଂକାଳ। ସମୁଦ୍ରର ପ୍ରତିଶବ୍ଦ ହେଉଛି ଜଳଧି ବି କୁହାଯାଏ। ଜଳଧି ଅଛି ନା ନାହିଁ, ଆଉ ଜଳଧି ମଧ୍ୟ କୁହାଯାଏ, ଏଠି ଜଳଧି ଲେଖି ଦିଆଯାଇଛି, ଜଳଧି ହବ ଏଇଟା, ସେ ଧି, ଠିକ ଅଛି। ଜଳଧି, ପାରାବାର, ବାରାନିଦ ଆଉ ରତ୍ନାକର, ସାଗର, ସିନ୍ଧୁକୁ ଦେଖି ଭାବିବେନି ଯେ ସିନ୍ଧୁ ଆମର ନଦୀ, ସିନ୍ଧୁ ହେଉଛି ସମୁଦ୍ରର ପ୍ରତିଶବ୍ଦ। ତାପରେ ସିଂହର ପ୍ରତିଶବ୍ଦ ହେଉଛି କେଶରୀ, ପଶୁପତି, ପଶୁରାଜ, ମୃଗପତି, ମୃଗରାଜ, ପଞ୍ଚାଶ ଆଉ ପଞ୍ଚାନନ। ଆଉ ହେଉଛି ସିଂହର
ପ୍ରତିଶବ୍ଦ। ତାପରେ ହେଉଛି ସୁନାର ପ୍ରତିଶବ୍ଦ, ସୁନା ଧାତୁ। କାନ, କର୍ଣ୍ଣ, ଆମର କାନ, ସ୍ୱର୍ଣ୍ଣ, ସୁବର୍ଣ୍ଣ, ହିରଣ୍ୟ, ହେମାଙ୍କ। ସୂର୍ଯ୍ୟ ଅର୍କ କ୍ଷେତ୍ର କାହା କୁହାଯାଏ ନା କୋଣାର୍କକୁ ଅର୍କ କ୍ଷେତ୍ର କୁହାଯାଏ। ତେଣୁ ଅର୍କ ହେଉଛି ସୂର୍ଯ୍ୟଙ୍କର ପ୍ରତିଶବ୍ଦ। ଅର୍କ କ୍ଷେତ୍ର ମାନେ ସୂର୍ଯ୍ୟଙ୍କର କ୍ଷେତ୍ର, କୋଣାର୍କ। ତାପରେ ଅରୁଣ, ଅଂଶୁମାନ, ଅଂଶୁମାଳୀ, ଆଦିତ୍ୟ, ତପନ। ଏଗୁଡ଼ା ସବୁ ଆପଣ ଲେଖିଦିଅନ୍ତୁ, ଏଇଟା ନିହାତି ଇମ୍ପୋର୍ଟାଣ୍ଟ ଅଛି। ସୂର୍ଯ୍ୟର ବି ସୂର୍ଯ୍ୟଟା ବହୁତ ଇମ୍ପୋର୍ଟାଣ୍ଟ ଅଛି। ତାପରେ ଦୀନନାଥ, ଦିବାକର, ପ୍ରଭାକର, ଭାନୁ, ମିହିର, ରବି, ସବିତା ଆଉ ବିକର୍ତ୍ତନ। ତାପରେ ଯିବା ଆମର ଯେ କୁହାଯାଏ ସ୍ତ୍ରୀ ବା ଅର୍ଦ୍ଧାଙ୍ଗିନୀ। ଏଠି ସ୍ତ୍ରୀଟା ଲେଖା ହେଇନାହିଁ। ସ୍ତ୍ରୀ ଆଗେ ଏଇଟା ଆସିବା କଥା। ଅର୍ଦ୍ଧାଙ୍ଗିନୀର ପ୍ରତିଶବ୍ଦ ହେଉଛି ଘରଣୀ, ଜାୟା, ପତ୍ନୀ, ବଲ୍ଲଭୀ, ଭାର୍ଯ୍ୟା, ମାଇପ ବା ସ୍ତ୍ରୀ। ତାପରେ ସ୍ୱର୍ଗର ପ୍ରତିଶବ୍ଦ ହେଉଛି ଗୋଲୋକ, ତ୍ରିଦିବ, ଦେବଲୋକ, ପରଲୋକ ଆଉ ବୈକୁଣ୍ଠ। ହାତୀର ପ୍ରତିଶବ୍ଦ ହେଉଛି କରି, କୁର, ଗଜ, ଦୀପ, ଦିରଜ ଆଉ ମାତଙ୍ଗୀ ଆଉ ହସ୍ତୀ। ମାତଙ୍ଗୀ କ'ଣ ପାଇଁ କୁହାଯାଏ? ତାର ମଥାର ଯେ ଥାଏ ଗୋଟିଏ ରସ, ଯେଉଁଟାକି ବେଶୀ ହେଇଯାଏ, ଯାହାଫଳରେ କି ସେ ହାତୀ ପାଗଳ ହେଇଯାଏ, ତେଣୁ ତାକୁ ମାତଙ୍ଗୀ କୁହାଯାଏ। ତାପରେ ହିତର ପ୍ରତିଶବ୍ଦ ହେଉଛି କଲ୍ୟାଣ, ମଙ୍ଗଳ ଆଉ ଶୁଭ। ହିସାବର ପ୍ରତିଶବ୍ଦ ହେଉଛି ଗଣନା, ନିର୍ଦ୍ଧାରଣ, ମୂଲ୍ୟାଙ୍କନ ଆଉ ମୂଲ୍ୟାୟନ। ତାପରେ ହୃଦୟ ତ ଜାଣିଛ ସମସ୍ତେ, ତାକୁ ଅନ୍ତର କୁହାଯାଏ ବା ବୁକୁ କୁହାଯାଏ। ଗଙ୍ଗାର ପ୍ରତିଶବ୍ଦ ହେଉଛି ମନ୍ଦାକିନୀ ଆଉ କ'ଣ ଭାଗୀରଥୀ। ତେଣୁ ଆମର କୁହାଯାଏ କ'ଣ କୁହାଯାଏ କି ଓଡ଼ିଶାର ଦକ୍ଷିଣ ଗଙ୍ଗା କାହା କୁହାଯାଏ ନା ଭାଗୀରଥୀ। ତ ଗଙ୍ଗାର ପ୍ରତିଶବ୍ଦ କ'ଣ? ଭାଗୀରଥୀ। ଆଉ ନର୍ମଦା ବି କୁହାଯାଏ, ଆଉ ଜାହ୍ନବୀ। ସାଧନାର ପ୍ରତିଶବ୍ଦ ହେଉଛି ଅଧ୍ୟବସାୟ, ଉଦ୍ୟମ, ଚେଷ୍ଟା, ପ୍ରୟତ୍ନ। ଏଇଟା ଟିକେ ଟାଇପିଂ ମିଷ୍ଟେକ୍ ଅଛି, ପ୍ରୟତ୍ନ ଏମିତିକା। ତାପରେ ସାପର ପ୍ରତିଶବ୍ଦ ହେଉଛି ଅହି, ଉରଗ, କୁଣ୍ଡଳୀ, ଯେହେତୁ ସେ ଘୁରିକି ଥାଏ, କୁଣ୍ଡଳୀ, ଚକ୍ଷୁଶ୍ରବା, ଯେହେତୁ ସେ ଯାହା ଦେଖିଥାଏ ଥରେ ସେ ସବୁ ମନେ ରଖିଥାଏ। ଆମେ କେବେ ଦେଖିକି ମନେ ରଖିପାରୁନି, ଆମେ ବାରମ୍ବାର ପଢ଼ିତେ ପଡ଼େ। ଫଣୀ, ବିଷଧର, ଭୁଜଙ୍ଗ ଆଉ ସର୍ପ। ତ ଥ୍ୟାଙ୍କ ୟୁ। କେମିତି ଆଜିକା କ୍ଲାସ୍ ଲାଗିଲା? ଯେ ସବୁ ଲେଖିଛି ପାର୍ଟ 1 ପାର୍ଟ 2 ଲେଖିଦିଅନ୍ତୁ ଏବଂ ଦେଖନ୍ତୁ ଆରି ଭିତରେ ସବୁ ପ୍ରଶ୍ନ ଆସିବ। ଲାଇକ୍, କମେଣ୍ଟ, ସେୟାର କରିଦିଅନ୍ତୁ। ଆପଣ ଚାହିଁଲେ ତ ସବସ୍କ୍ରାଇବ୍ କରିଦିଅନ୍ତୁ।